ଜୟ ଜଗନ୍ନାଥ ସାଙ୍ଗମାନେ। ମୁଁ ଆଜି ଆପଣମାନଙ୍କୁ ଶୁଣାଇବାକୁ ଯାଉଛି ବହୁତ ଶିକ୍ଷଣୀୟ ଆଉ ପୁରାତନ କାହାଣୀ ପ୍ରଥାରୁ ପରମ୍ପରା। ଗୋଟିଏ ଗୁରୁକୁଳ ଆଶ୍ରମ ଥିଲା। ସେଠାରେ ଅନେକ ଛାତ୍ରଛାତ୍ରୀ ରହି ଶିକ୍ଷା ଗ୍ରହଣ କରୁଥିଲେ। ଦିନେ ସେହି ଗୁରୁକୁଳରେ ଗୁରୁ ଜଣକ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରୁଥିଲା ବେଳେ ଗୋଟିଏ ବିଲେଇ ଆସି ସେଠାରେ ଏପଟ ସେପଟ ହେଲା। ବାରମ୍ବାର ବିଲେଇଟି ଏପଟ ସେପଟ ହେବା ଫଳରେ କିଛି ସମୟ ପରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କର ଧ୍ୟାନ ଗୁରୁଙ୍କ ଉପରୁ ଯାଇ ପଡ଼ିଲା ବିଲେଇ ଉପରେ। ଏହି ଘଟଣା ଦେଖିବା ପରେ ଗୁରୁ ଜଣକ ରାଗିଗଲେ ଏବଂ ବିଲେଇଟିକୁ ଗୋଟିଏ ଦଉଡ଼ି ଆଣି ବାନ୍ଧି ଦେବାକୁ ନିର୍ଦ୍ଦେଶ ଦେଲେ। ଗୁରୁଙ୍କର ସେ ନିର୍ଦ୍ଦେଶକୁ ଅବିଳମ୍ବେ କାର୍ଯ୍ୟକାରୀ କରାଗଲା। ବିଲେଇଟିକୁ ବନ୍ଧାଯିବା ପରେ ଗୁରୁ ଜଣକ ପୁଣି ତାଙ୍କର ପାଠପଢ଼ା ଆରମ୍ଭ କଲେ। ସେଦିନର ପଢ଼ା ସରିଲା ପରେ ବିଲେଇଟିକୁ ବନ୍ଧନମୁକ୍ତ କରିଦିଆଗଲା। ତହିଁ ଆରଦିନ ଗୁରୁ ଜଣକ ଶିକ୍ଷାଦାନ କରିବା ଆଗରୁ ଛାତ୍ରଛାତ୍ରୀମାନେ ଆଉ ଗୁରୁଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନ କରି ଶିକ୍ଷାଦାନ ଆରମ୍ଭ ପୂର୍ବରୁ ବିଲେଇଟିକୁ ବାନ୍ଧି ପକାଇଲେ ଏବଂ ଗୁରୁଙ୍କ ଶିକ୍ଷାଦାନ କାର୍ଯ୍ୟ ସରିବା ପରେ ବିଲେଇଟିକୁ ବନ୍ଧନମୁକ୍ତ କଲେ। କ୍ରମେ ଏହା ଏକ ନିୟମିତ ପ୍ରଥାରେ ପରିଣତ ହୋଇଗଲା। ପ୍ରତ୍ୟେକ ଦିନ ଗୁରୁ ଜଣକ ତାଙ୍କ ଶିକ୍ଷାଦାନ ଆରମ୍ଭ କରିବା ପୂର୍ବରୁ ବିଲେଇଟିକୁ ବାନ୍ଧି ଦିଆଗଲା ଏବଂ ଶିକ୍ଷାଦାନ ସରିବା ପରେ ତାକୁ ବନ୍ଧନମୁକ୍ତ କରାଗଲା। ଏହିପରି ଚାଲିଲା ବର୍ଷ ବର୍ଷ ଧରି। କିଛି ବର୍ଷ ପରେ ସେହି ଗୁରୁଙ୍କର ପରଲୋକ ହୋଇଗଲା। ତାଙ୍କ ସ୍ଥାନରେ ଆସିଲେ ନୂତନ ଜଣେ ଗୁରୁ। କିନ୍ତୁ ନୂତନ ଗୁରୁ ଜଣକ ଯେଉଁଦିନ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବାକୁ ଆସିଲେ, ତାଙ୍କ ଆସିବା ପୂର୍ବରୁ ସେହି ବିଲେଇଟିକୁ ଛାତ୍ରଛାତ୍ରୀମାନେ ବାନ୍ଧି ପକାଇଥିଲେ ଏବଂ ଶିକ୍ଷାଦାନ ସମାପ୍ତ ହେବା ପରେ ଯାଇ ତାକୁ ବନ୍ଧନମୁକ୍ତ କରିଥିଲେ। ଗୁରୁଙ୍କ ପରେ ଗୁରୁ ଆସିଲେ ଓ ଗଲେ, ଛାତ୍ରଛାତ୍ରୀଙ୍କ ପରେ ଛାତ୍ରଛାତ୍ରୀ ଆସିଲେ ଓ ଗଲେ। କିନ୍ତୁ ଶିକ୍ଷାଦାନ ଆରମ୍ଭରେ ବିଲେଇକୁ ବାନ୍ଧିବା ସେହି ଗୁରୁକୁଳ ଆଶ୍ରମରେ ଏକ ପ୍ରଥାରେ ପରିଣତ ହୋଇଯାଇଥିଲା। ସମୟକ୍ରମେ ଦିନେ ବିଲେଇଟି ମରିଗଲା। ବିଲେଇଟି ମରିଯିବା ପରେ ସମସ୍ତଙ୍କର ଚିନ୍ତା ପଡ଼ିଗଲା, ଏବେ କ'ଣ କରାଯିବ? କାରଣ ସେତେବେଳକୁ ସେହି ଗୁରୁକୁଳ ଆଶ୍ରମରେ ଶିକ୍ଷାଦାନ ଆରମ୍ଭରୁ ବିଲେଇକୁ ବାନ୍ଧିବା ସମସ୍ତଙ୍କର ଅଗୋଚରରେ ଏକ ପରମ୍ପରାରେ ପରିଣତ ହୋଇପଡ଼ିଥିଲା। ତହୁଁ ନୂତନ ଗୁରୁ ପରାମର୍ଶ ଦେଲେ ଆଉ ଗୋଟିଏ ନୂଆ ବିଲେଇ ଧରି ଆଣିବା ପାଇଁ। ତାହା ହିଁ ହେଲା। ଗୋଟିଏ ନୂଆ ବିଲେଇ ଧରା ହୋଇ ଆସିଲା ଏବଂ ତାଙ୍କୁ ବାନ୍ଧିଲା ପରେ ଯାଇ ସେଠାରେ ଶିକ୍ଷାଦାନ ଆରମ୍ଭ ହେଲା। ଏବେ ବି ଏହା ଏକ ପରମ୍ପରା ରୂପରେ ପାଳିତ ହେଉଛି ସେହି ଗୁରୁକୁଳ ଆଶ୍ରମରେ।